नाना रूपे जुगे जुगे हेउ अवतार बर अटु आदि मात रही भार तुमे जया विजया मा तू सर्वाणी शिवानी तुमे भवानी देवमान गौरे पंचकोटी नाम उत्कल देशरे हर चंडी नाम कुशल देशरे तोर नाम कटपुरे तोर नाम मंगला नमो ब्रह्मण देवाय गोब्राह्मण हिताय च जगद्धिताय कृष्णाय गोविंदाय नमो नम। मार नारायण मंगल करंतु कल्याण करंतु परिवार कुशल हु लक्ष्मी नारायण सहाय हुंतु सर्वे बोला आनंद कबा 50 टका देछन्नी कला हरि बोल हुड़हुड़ी कर दाड़ी थिव नारायण दरबार भाई उछुड़ी पड़िब हरि बोल हुड़हुड़ी कर दाड़ी थाउ नारायण दरबार परा उछुड़ी कही बोल दिन जन श्रवण महाबाहु हीर दरबारे आनंद सागरे सर्वे हरि बोल रमताली हुड़ हुड़ी दियो अनुष्ठान विश्वर भारतर कलाकार मानकर उभय पालाचार्य विश्वर भारतर दुख दूर हे अभागिनी संगे दुख सुख भागिनी संगे संग्राम भूमि से जोगेश्वर भोगे चिंता से रक्ति कहले जदि शिव तपस्या तमे भांगिव सौगामिनी हुई सांगरे जीवी बोले कांत लगी सीना कामिनी सुंदर कामिनी सकाशु पति कंदर्प सहित पंडित आज्ञा रक्ति गले कुमार संभव कालिदास लिखिले बोले पाप निवारते जोजते हिताय गृह निगृहते गुणान प्रकटित करती आपदगत न जहादि आदि काले सर्वविदं लक्षण विदं इव दत्त सत्थ तांकर मित्र बसंत सखा सागरे पहुंचिले मित्र हले बसंत बसंत को सांगरे धरी आज्ञा बसंत तांकर बंधु कोइली की संगरे धरी रक्ति आउ कंदर्प एकत्र होई शिवंकर तपस्या स्थल मधरे पहुंचिले शिव आज्ञा तपस्या करुथिला बेले आज्ञा कंदर्पंकर परामर्श रे अपेलरे बसंत बहिला बसंत अपेलरे बहिला परे मृग मृगी आज्ञा हस्ती आउ हस्ती वृक्ष गुड़िक मुकलित हला लिखिले कालिदास
देखी ଅବସ୍ଥା କଣ ହେଲା ଜଙ୍ଗଲର ପୁଅ ଦେଖେ କହିଲା ମଧୁ ଧୀରେ କୁସୁମ ଏକ ପାତ୍ରେ ପପୁ ପ୍ରିୟ ଶ୍ୟା ମନୁ ବର୍ତ୍ତମାନ ତାଜ ସ୍ପର୍ଶ ନିମିଳି ଦେଖି ତୃତୀୟ କଣ୍ଡୁ ଏତ କୃଷ୍ଣ ସାର ଆଜ୍ଞା କଣ ହେଲା ନା ବେଲେ ବସନ୍ତ ହେଲା ଚାରିଆଡେ ଆପଦ ଗୁଡା ହେଲା ସେଦିନ କଣ ହେଲା ନା ଗୋଟେ ହସ୍ତି ମୃଗ ଆଉ ମୃଗୀ ଗୋଟେ ମୃଗର ନେତ୍ରର ଅଗ୍ରଭାଗକୁ ଘର୍ଷଣ କରି ମୃଗ ପଣ୍ଡିତେ ମୃଗୀକି କାମ ଶକ୍ତ କରାଇଲା ଅବସ୍ଥା ହେଲା ପଶୁକୁଳଙ୍କର ସମସ୍ତେ କାମରେ ପଣ୍ଡିତେ ବିହାର କଲେ ଯାହାକୁ କାଳିଦାସ ଲେଖିଲେ କହିଲେ ତଦୌର ସତ ପଙ୍କଚରଣ ଗନ୍ଧି ଜଳ କରେଣୁ ଅର୍ଦ୍ଧପତେନ ବିଷେ ନ ଯାଇଆ ସମ୍ଭାଦୟ ମାସ ରଥାଙ୍ଗନା ନା ଗୋଟେ ହସ୍ତି ନା ନିଜ ଶୁଣ୍ଢ ଦ୍ୱାରା ଜଳକୁ ନିଜେ ଶୋଷଣ କରି ନିଜ ପତ୍ନୀ ହସ୍ତିନୀ କି ପାନ କରାଇ ତାକୁ କାମାସକ୍ତ କରାଇଲା ସେତିକି ନୁହଁ ଆଜ୍ଞା ଆପଣଙ୍କର ସନ୍ଥ ତୁଳସୀ ରାମଚରିତ ମାନସ ବ୍ରହ୍ମଚର୍ଯ୍ୟ ବ୍ରତ ସଂଯମ ନାମା ଧୀରଜ ଧର୍ମ ଜ୍ଞାନ ବିଜ୍ଞାନ ସଦାଚାର ଜପ ଯୋଗ ବିରାଜ ସଭୟ ବିବେକଟ ତବୁ ଭାବା ଯେତେବେଳେ ଅବେଳରେ ବସନ୍ତ ବହିଲା ସମସ୍ତେ ଆଜ୍ଞା କାମନା ବିକାରରେ ଉନ୍ମାଦ ହେଲେ ସେଠି ସବୁ ଏମାନେ ସବୁ ଘର ଦ୍ୱାରା ଛାଡିକି ପଳେଇଲେ କୋଉମାନେ ଛାଡିଲେ ବ୍ରହ୍ମଚର୍ଯ୍ୟ ସଂଯମ ଜ୍ଞାନ ବିଜ୍ଞାନ ସଦାଚାର ଲୋକାଚାର କୁଳାଚାର ଭକ୍ତି ଏ ସମସ୍ତେ ସେ ସ୍ଥାନରୁ ବର୍ଜନ କଲେ ଭଗବାନଙ୍କର ପରମ ବ୍ରହ୍ମଙ୍କର ଜାଗାକୁ ଏପର୍ଯ୍ୟନ୍ତ ଯାଇନାହାନ୍ତି ଆଜ୍ଞା କଣ କଲେ ନା ଯେତେବେଳେ ଚାରିଆଡ ଖାଲି କାମନା ବିକାର ସୃଷ୍ଟି ହେଲା ଏଇଠି ଆପଣ ମାନଙ୍କର ଗାୟକ ରତ୍ନ ଲୋକନାଥଙ୍କର କଣ କହିଲେ ନନ୍ଦିକୁଲ ଘନ କରିନ ବଦନ ଅବେଶିଲା ଯାଇ ସ୍ଥଳେ ବର୍ତ୍ତନ ଗାଳେ ବେଶୀ ପହଞ୍ଚିଲେ ଯାଇ ଯେତେବେଳେ ଗୋଟେ ସୁପର୍ଣ୍ଣର ବେତକୁ ଧରି ନନ୍ଦୀ ସମସ୍ତ ଦିଗ ପଶୁ ପକ୍ଷୀ ମାନଙ୍କୁ ସାବଧାନ କରାଉଥିଲେ ଏତିକି ବେଳେ ମଦନ ରତି ଏକତ୍ର ହୋଇ ଲୁଚିକି ଶିବଙ୍କ ପାଖରେ ପହଞ୍ଚିଲେ ହେ ମୋର ପଣ୍ଡିତ ମଣ୍ଡଳୀ ରତି ଆଉ କନ୍ଦର୍ପ ଏକତ୍ର ହୋଇ ଭଗବାନ ଶିବଙ୍କୁ ଦର୍ଶନ କଲେ କଣ ଦେଖିଲେ ଆଜ୍ଞା କାଳିଦାସ ଲେଖିଲେ କହିଲେ ହରସ୍ତୁ କିଞ୍ଚିତ ପରିଲୁପ୍ତ ଧୈର୍ଯ୍ୟ ସ୍ତୋତ୍ର ଦୟାରମ୍ଭ ବାମ୍ବୁ ରାଶି କହିଲେ ଉପା ମୁଖେ ବିମ୍ବ ଫଳ ଧରସ୍ତେ ବ୍ୟାପାରେ ମାସ ବିଲୋଚନାନି ଭଗବାନ ଶିବଙ୍କ ତପସ୍ୟା ଦର୍ଶନ କରି ହାତରୁ ପଣ୍ଡିତେ ତାଙ୍କର ଆଜ୍ଞା ପୁଷ୍ପ ଧନୁ ତଳେ ପଡିଗଲା ମନେ ମନେ ଚିନ୍ତା କଲେ ଶିବଙ୍କୁ ଅଦୂରୁ ଦେଖିନ ମନେ ମିନ ପଡ଼ିଲା ଏବେ ଶିବଙ୍କୁ ଦେଖି ଆଜ୍ଞା କନ୍ଦର୍ପଙ୍କର ହାତରୁ ଫୁଲ ସର ତଳେ ପଡିଗଲା ମନେ ମନେ ଚିନ୍ତା କଲେ ଯୋଗାରୂଢ ପୁରୁଷ ଭଗବାନ ଶିବଙ୍କ ତପସ୍ୟାକୁ ଭାଙ୍ଗିବାକୁ ସିନା ମୁଁ ଚାଲି ଆସିଲି ଆଙ୍କ ତପସ୍ୟା କିଏ ଭାଙ୍ଗିବ ଏହି ସମୟରେ ପଣ୍ଡିତ ମଣ୍ଡଳୀ କଣ ହେଲା ଜଗତଜନନୀ ଆଦିଶକ୍ତି ମା ଭବାନୀ ଆଜ୍ଞା ମେନାଙ୍କର
ମୁଖରୁ ନିସୃତ ବାଣୀ ବା ତାଙ୍କର ପରାମର୍ଶକୁ ସ୍ୱୀକୃତି ଦେଇ ଆସି ଭଗବାନ ଶିବଙ୍କ ପାଖରେ ପହଞ୍ଚିଲେ ପାର୍ବତୀ ରତି କନ୍ଦର୍ପ ଚିନ୍ତା କଲେ ଗୋଟେ ନାରୀ ଆଉ ପୁରୁଷ ପାଖରେ ମୋ ସରଟା କାମ କରିବ ପାର୍ବତୀ ଶିବଙ୍କୁ ତପସ୍ୟା କରୁଛନ୍ତି ମାନେ ଅର୍ପଣ କରି ତାଙ୍କୁ ସେବା କରୁଛନ୍ତି ମାନେ ଏତିକି ବେଳେ ସର ମାରିବେ ମା ପଣ୍ଡିତେ ତ୍ରୟମ୍ବକ ମୋହିନୀ ଶାକମ୍ଭରୀ ଶିବଙ୍କ ପାଖରେ ଆସି ପହଞ୍ଚିଲେ बोले ऐगिरी नंदिनी नंदित मेदिनी विश्ववी नंदिनी नंदन गिरिवर मध्य शिरोधिनी वासिनी विष्णु विलासिनी पहुंचले पंडिते माँ आसी शिवों पाखरे भगवान शिव पंडित टाणिला आज्ञा सर माइले कंदर्प सर आज्ञा बोला तप परामर्श विद्रुत मने मुखस्य स्फुरनिर्ति सहसा द्रुतिया कृषानि किलो निर्पात जेते बेले भगवान शिवଙ୍କ ଉପରୁ ଆକର୍ଣ୍ଣ ଟାଣିଲା ଆଜ୍ଞା ସର କନ୍ଦର୍ପ ଦେବତା ମାନେ ତ ପଠାଇଛନ୍ତି କନ୍ଦର୍ପକୁ ଆଜ୍ଞା ସ୍ୱର୍ଗର ଅନ୍ତରାଳ ମଧ୍ୟରେ ଲୁକାୟିତ ହୋଇକି ଚାହିଁଛନ୍ତି ଦେବତା ଡାକିଲେ ପ୍ରଭୁ କ୍ରୋଧ ପ୍ରଭୁ ସଂହରେ ସଂହରତି ଯାବତ କ୍ଷୀରତେ ମରୁତା ଚରନ୍ତି ଯାବତ ସହ ଭୈରଭାବ ନେତ୍ର ଜନ୍ମା भस्मावशेष मदन जगार शिवଙ୍କୁ पंडित आज्ञा तपस्या भांगिबा पई निजे कंदर्प तुहाकु तुहा सर मारुथिले देवता मन रक्षा कर क्रोध संहरण कर प्रभु बोली रक्षा कर डाकिला बेलकु शिवଙ୍କର तृतीय नयनरु सर निसृत होई सेत बेलकु कंदर्पकु पंडित जाली देला हे लेखिले कालिदास पुनरे विहला पशुदालिंगन धुस्तर स्तनी विकीर्ण विकिलाप मूर्धजा दुखानी कुर्पति स्थली रति पंडित भूमिष्ठ हो मूर्छित हो गले बोले स्वामी विरह मुड़ा बंचीबी स्वामी चलीगला कौन नारी कौन अस्तित्व रहे हे मोर पंडित मंडली गोटे नारी की सुहागिनी कह जाए सती स्वाति पतिव्रता कह जाए स्वामी ଥିବା नारी की समस्ते सौभाग्यवती कहती जगत मते कलंकिनी कदर्च कथा कहब ए प्राण रखी किछि लाभ नाही भूमि पर गड़ी पड़ले पंडित रक्ते बोले बंध भांगी गले सलील प्राणी ए जी द्रौपदी जाने पड़ाई बंध भांगी गला परे नदीर जल पड़ते अस्तित्व हराई बसे नदीर शोभा सेतिकी बड़े बढ़े जेते बेले नदी भितर पड़ते जल रहे बसंत ऋतु हे मोर पंडित मंडली चलीगला पत्र मानकर अवस्था जहा हुए वर्षा ऋतु चलीगला नदीर अवस्था जहा हुए स्वामी चलीगला स्त्री अवस्था से सेतिकी नुह हे मोर पंडित नारी सेतिकी बड़े सुंदर देखा जाए तो स्वामी थिले पाखरे कांत लगी सीना सुंदर होता है नारी चलीगला स्वामी ताको कौन सुंदर कहते रति कहले जगत को मोहित करे मु आज किंतु वैधव्य जंत्रणा पाइली मन मधे कांदिला बेले माँ पार्वती चिंता कले जगटा रहा उचित माँ पार्वती आसी पंडित हिमालय राज्य पहुंचले पलंग पर शोइछंती पार्वती
ପାର୍ବତୀଙ୍କ ପାଖରେ ନାରଦ ଯାଇ ପହଞ୍ଚିଲେ। ଆଜ୍ଞା ଶଙ୍ଖ ତୁଳସୀ ଲେଖିଲେ ଦିଅ। କହିଲା ଶମ୍ଭୁ ସମର୍ଥ ସହଜ ଭଗବାନ ନା ଏହି କଲ୍ୟାଣ ସବ ବିଧି ବିହାର। ପାର୍ବତୀ କି ଆଜ୍ଞା ବୁଝେଇଲେ ନାରଦ, ହେ ପାର୍ବତୀ ଭଗବାନ ଶମ୍ଭୁ କହିଲେ ଶିବ ସମସ୍ତ ସମର୍ଥର ପ୍ରତୀକ ଅଟନ୍ତି। ଠିକ ତମେ ତାଙ୍କୁ ବିବାହ କଲେ ଜଗତର ମଙ୍ଗଳ ହେବ। ଶିବଙ୍କୁ ତପସ୍ୟା କରି ତୁମେ ତାଙ୍କୁ ପ୍ରାପ୍ତ କର। ନାରଦ ଏତକ କହି ଆଜ୍ଞା ମେନା ଆଉ ହିମବନ୍ତଙ୍କ ମୁଖରୁ ପରାମର୍ଶ ମାଗିଲେ। ମନା କଲେ ହିମବନ୍ତ ଗୋଟେ ସୁନ୍ଦର ଫୁଲ ଉପରେ ଭ୍ରମର ବସିପାରେ, କିନ୍ତୁ ଯଦି ଫୁଲ ଉପରେ ପକ୍ଷୀ ବାସ କରିବ ସେ କଣ ରହିବ? ଗୋଟେ ମଲ୍ଲି ଫୁଲ ଉପରେ ହଁ। ଗୋଟେ ଭ୍ରମରୁଟିଏ ବସିଲେ ମଧୁପାନ କରିବ। ହଁ ଯଦି ମଲ୍ଲି ଫୁଲ ଉପରେ ହାତୀ ବସିବ ତାହେଲେ ପଣ୍ଡିତ କଣ ହବ? ମନା କଲେ ଯେତେବେଳେ ହିମବନ୍ତ ମେନାଙ୍କ ମୁଖରୁ ସ୍ୱୀକୃତି ପାଇ ଜୟା ଆଉ ବିଜୟା ଦୁଇଟି ସଖୀକି ଧରି ସେଦିନ ଆଜ୍ଞା ପାର୍ବତୀ ତପସ୍ୟା କରିବା ପାଇଁ ବାହାରିଲେ। ଭାଗବତ କହିଲେ ତପସ୍ୟା କଲେ ପାର୍ବତୀ କେମିତି ଶୁଣେ? ପୁଣି ତ୍ରିଦିନ ନଶନ ଭଦକି ଫଳେ କରିଲେ ତହିଁ ପୁଣି ଗ୍ରାସ ପଦରି ଫଳ କଲେ ଗ୍ରାସ। ପ୍ରଥମେ 3 ଦିନ ଉପବାସ ରହିଲେ, ଗୋଟେ ବରକୋଳି ଖାଇଲେ। ପ୍ରଥମେ 3 ଦିନ ଉପବାସ ରହିକି ତପସ୍ୟା କଲେ, ହଁ ବରକୋଳିଟେ ଖାଇଲେ। ତାପରେ ଆଉ 3 ଦିନ ଉପବାସ ରହିଲେ, କିଛି ତୃଣ ଘାସ ମା ଭୋଜନ କଲେ। ତାପରେ ପଣ୍ଡିତ ଶୁଖିଲା ବେଲପତ୍ର ଖାଇଲେ। ଯେତେବେଳେ ପଣ୍ଡିତ ମଣ୍ଡଳୀ ମା ଏମିତି ତପସ୍ୟା କଲେ, ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ବସନ୍ତ ବିଶେଷ କରି 3 ଋତୁର ମାଙ୍କର ତପସ୍ୟା କେତେ କଠିନ ଥିଲା ଦେଖନ୍ତୁ। ଚନ୍ଦନ ଚତୁର ଦ୍ୱାର ଚାମର ଚିର ଚନ୍ଦ୍ରମା ଚମ୍ପକ ଚତୁରୀ ନାରୀ ଗ୍ରୀଷ୍ମ ସପ୍ତ ସୁଖା ଭବେ। ତ ଗ୍ରୀଷ୍ମ କାଳରେ ହଁ ଆମକୁ କଣ ଭଲ ଲାଗିବ? ଗୋଟିଏ ଆଡୁ କଣ ଚନ୍ଦନ ଲଗେଇବାକୁ ଭଲ ଲାଗିବ। ମାନେ ଗ୍ରୀଷ୍ମ କାଳରେ ଚନ୍ଦନ ଲଗେଇଲେ ଦେହକୁ ଶୀତଳ ଦେବ। ଚତୁର ଦ୍ୱାର ଚାମର ଚିର ଚନ୍ଦ୍ରମା, ମାନେ ଚାମର ଚାମରରେ ବିଞ୍ଚିବାକୁ ଭଲ ଲାଗିବ ପବନ ପଙ୍ଖା। ଆଉ ସେତେବେଳେ କଣ ଫ୍ୟାନ ଥିଲା କି? ହଁ ସେତେବେଳେ ଚାମର ଦ୍ଵାରା ପଙ୍ଖା ଦ୍ଵାରା ବିଞ୍ଚି ହଉଥିଲେ, ଗରମ ହଉନଥିଲା। କବି ଲେଖିଲେ ଚିର ଚନ୍ଦ୍ରମା, ଚନ୍ଦ୍ରଙ୍କର କିରଣ ଭଲ ଲାଗିବ। ମାନେ ଖରା ଦିନେ ଚନ୍ଦ୍ର ପଡିଲେ ସ୍ୱଚ୍ଛ ଚନ୍ଦ୍ର ଦେଖିବାକୁ କିନ୍ତୁ ମା ପଣ୍ଡିତ ଗ୍ରୀଷ୍ମ ଋତୁରେ କେମିତି ତପସ୍ୟା କଲେ ଦେଖନ୍ତୁ। ଗୋଟେ ସୁଚାଇ ଚତୁର୍ଣ୍ଣ ଜଳନ୍ତ ହବ୍ରି ଭୁଜା ସୁସ୍ମିତା ମଧ୍ୟ ଗତା ସୁମଧ୍ୟମା ବିଚିତ୍ର ନେତ୍ର ପ୍ରତିଘାଦିନୀ ପ୍ରଭା ଦୃଷ୍ଟି ସବିତା ରମ୍ୟ କ୍ଷତେ। ମା ଚାରିଆଡ ଚାରି ପାର୍ଶ୍ୱରେ ନିଆଁ ଲଗାଇ ଦେଲେ। ଚାରି ପାର୍ଶ୍ୱରେ ନିଆଁ ଲଗାଇ ମଝିରେ ପଣ୍ଡିତେ ବସିଲେ। ମଝିରେ ବସିଲେ ପ୍ରଚଣ୍ଡ ସୂର୍ଯ୍ୟଙ୍କର କିରଣକୁ ଚାହିଁଲେ। ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କର କିରଣକୁ ଚାହିଁ ଚାରିପଟ ଅଗ୍ନି ଲଗାଇ ମଝିରେ ପଣ୍ଡିତେ ସେତିକି ନୁହଁ ପୁଅ, ଇଏ ଗଲା ଆପଣଙ୍କର ପଣ୍ଡିତେ ଗ୍ରୀଷ୍ମ। ବର୍ଷା ଋତୁରେ ଭଲ ଲାଗିବ କଣ? ପୀତାମ୍ବର ପୟପାନ ପାଦୁକା ପୋତ ମନ୍ଦିର ପୁରାଣ ପଦ୍ମିନୀ କନ୍ୟା ବର୍ଷା ସପ୍ତେ ସୁଖା ଭବେ। ବର୍ଷା ଋତୁରେ ଗୁଡାକ ଭଲ ଲାଗେ। ପୀତାମ୍ବର କହିଲେ କଣ କହିଲୁ? ହଳଦିଆ ବସ୍ତ୍ର। ପୟ ପାନ, ପୟ ପାନ, ଚପଲ ଚପଲ ପିନ୍ଧିବାକୁ ଭଲ ଲାଗିବ। ପୀତାମ୍ବର ପୟପାନ ପାଦୁକା ପୋତ ମନ୍ଦିର ପୁରାଣ ପଦ୍ମିନୀ, ମାନେ ପୁରାଣ ପଢିବାକୁ ଭଲ ଲାଗିବ। କିନ୍ତୁ ଏ ସୁଖକୁ ମା ପଣ୍ଡିତେ ବର୍ଜନ କଲେ। କାଳିଦାସ ଲେଖିଲେ ମା କେମିତି ତପସ୍ୟା କଲେ? ବୋଲା ଶିଳା ସହିତ ମଣିକେତ ବାସିନୀ ବିରକ୍ତ ଶତ ଭବାସ ବୃଷ୍ଟିସୁ ଲୋକନ ସୀତାଇ ସଡି ନଇ ତପସାକ୍ଷିପା କ୍ଷମାସ୍ତତା। ମା ପଣ୍ଡିତ ମଣ୍ଡଳୀ ଶୀତ ଏ ବର୍ଷା ଋତୁରେ ଗୋଟିଏ ପ୍ରସ୍ତର ଉପରେ ଶୟନ କରି ପ୍ରବଳ ଜଳଧାରାକୁ ଚାହିଁ ମସ୍ତକ ତଳକୁ ନାଇ ଉପରକୁ ବୃଷ୍ଟିପାତକୁ ଶୁଣି ମା ସହ୍ୟ କରି ବର୍ଷାର ପ୍ରବଳ ଜଳଧାରାକୁ ରକ୍ଷା କରି ନିମେଷ ନୟନରେ ଉପରକୁ ଚାହିଁ ସେମିତି ତପସ୍ୟା କଲେ। ଘୋର ରାତ୍ର ମଧ୍ୟରେ କାହାକୁ ପଣ୍ଡିତେ ଭୟ ନ କରି ସେମିତି ଗୋଟେ ଶିଳା ଉପରେ ଶୟନ କରି ମୁହଁକୁ ଉପରକୁ ରଖି
ପ୍ରବଳ ଜଳଧାରାକୁ ସହ୍ୟ କରି ପ୍ରଚଣ୍ଡ ବର୍ଷା ଋତୁର ଏହିଭଳି ପଣ୍ଡିତେ କଷ୍ଟକୁ ମା ପଣ୍ଡିତେ ବହନ କଲେ। ଇଏ ପଣ୍ଡିତେ ଗଲା ଆପଣଙ୍କର ବର୍ଷା ଋତୁ, ଆସିବ ଶୀତ ଋତୁ। ଆଜ୍ଞା ଆଚ୍ଛା, ଶୀତ ଋତୁରେ ହଁ ମା କମ୍ବଳ ଘୋଡେଇକି ତପସ୍ୟା କଲେ ନା। ନିଆଁ ଜାଳି? ତୈଳ ତପନ ତାମ୍ବୁଳ ତୁଳିକା ତପ୍ତ ଭୋଜନ ତପ୍ତ ବାରି ତରୁଣାଙ୍ଗୀ ଶୀତେ ସପ୍ତ ସୁଖା ଭବେ। ଏଗୁଡାକ ଶୀତ ଋତୁରେ ଆଜ୍ଞା ଭଲ। ମାନେ ତୈଳ ଲଗେଇବାକୁ ଭଲ, ହଁ ତପ୍ତ ଭୋଜନ ମାନେ ବାମ୍ଫ ପଳଉଥିବ, ହଁ ଡାଲି ଗୋଳେଇକି ନାଦି ଦେଇଯିବ, ହଁ। ସେଇଟା ଭଲ। ତପ୍ତ ବାରି ଗରମ ପାଣି ଭଲ ଲାଗିବ। ମାନେ ଗରମ ପାଣି ଥଣ୍ଡା ପାଣି ପିଇଲେ ଦାନ୍ତ କୋଲାସ ଧରିବ, ହଁ। ପାଣି ଚା ଟିକେ ଟିକେ ମାରିବ। ଏଗୁଡାକ ମାକୁ ଭଲ ଲାଗିଲାନି ଆଜ୍ଞା। ମା କଣ କଲେ, ମା ପଣ୍ଡିତେ ପ୍ରବଳ ଜଳ ଭିତରେ ଗଳା ଯାଏ ବୁଡିଲେ। ଶୀତରେ ଚକ୍ରବାକ ଚକ୍ରବାକୀ ପକ୍ଷୀଙ୍କର ରାବକୁ କର୍ଣ୍ଣପାତ ନ କରି ପୌଷ ମାସର ଶୀତ ରାତ୍ରର ଥଣ୍ଡା ପବନକୁ ସହ୍ୟ କରି ଗଳା ଯାଏ ପାଣି ଭିତରେ ବୁଡି ମା ପାର୍ବତୀ ତପସ୍ୟା କଲେ। ହେ ମୋର ପଣ୍ଡିତ ମଣ୍ଡଳୀ, ଯେତେବେଳେ ତପସ୍ୟାର ସର୍ବ ଶିଖରକୁ ଅତିକ୍ରମ କଲା, ଭଗବାନ ରାମ ଚିନ୍ତା କଲେ ମତେ ସତୀ ଯୋଗ ବିସୃଷ୍ଟା ହୋଇ ଯେତେବେଳେ ସେ ଦେହ ତ୍ୟାଗ କରିଥିଲେ ମତେ କହିଥିଲେ ପ୍ରଭୁ ଶିବଙ୍କର ଅନୁଗାମିନୀ ପର ଜନ୍ମ ମୁହୂର୍ତ୍ତରେ ମୁଁ ହେବି। ତେଣୁ ଭଗବାନ ରାମ କଣ କଲେ, ଯାଇ ଶିବଙ୍କ ପାଖରେ ପହଞ୍ଚିଲେ। ସନ୍ଥ ତୁଳସୀ କହିଲେ, କହିଲା ପିତୁ ମାତୁ ଗୁରୁ ପ୍ରଭୁ କହିବାନି ସବୁ ଜାଣି। ପିତା ମାତା ଗୁରୁ ଆଉ ପ୍ରଭୁଙ୍କର ବାଣୀ, ଏ ଚାରିଟା ବାଣୀ ହଉଛି ଈଶ୍ୱରଙ୍କ ବାଣୀ ସହିତ ସମାନ। ମାନେ ବାପା ବୋଉ ହଁ ଗୁରୁ ହଁ ଆଉ ବି ଗଲା ବ୍ରାହ୍ମଣ। ପିତା ମାତା ଗୁରୁ ପ୍ରଭୁ କହିଲେ ଭଗବାନ। ଭଗବାନଙ୍କର ବାଣୀକୁ ଅସ୍ୱୀକାର କରାଯାଏ। ତେଣୁ କରି ଏ ଚାରି ଜଣଙ୍କର ବାଣୀକି ଈଶ୍ୱରଙ୍କ ବାଣୀ ବୋଲି ଭାବନା କରି ଆଜ୍ଞା ରାମ କହିଲେ ପ୍ରଭୁ ଆପଣ କଣ ନିର୍ଦ୍ଦେଶ ଦଉଛନ୍ତି ତାହେଲେ କୁହନ୍ତୁ। ସେଦିନ ପଣ୍ଡିତ ମଣ୍ଡଳୀ ଭଗବାନ ଶିବ ଶୁଣୁଛନ୍ତି, ଭଗବାନ ରାମ କହିଲେ ତମେ ବର୍ତ୍ତମାନ ପାର୍ବତୀକୁ ବିବାହ କର, ଜଗତର ମଙ୍ଗଳ କାମନା କରିବା ପାଇଁ ଏଇଟା ହଉଛି ପ୍ରତ୍ୟୁତ ଉପଯୁକ୍ତ। ଭଗବାନ ଶିବ କହିଲେ ପ୍ରଭୁ ଭଗବାନଙ୍କର ବାଣୀ ତ ଇଏ ଭାଗ୍ୟର କଥା, ଆପଣ ଯାହା କହିବେ ମୁଁ ମାନିବି। ସେଦିନ ଭଗବାନ ଶିବ ବଟୁକ ଗୋଟେ ବ୍ରାହ୍ମଣ ବେଶକୁ ଧରି ଆଜ୍ଞା ମା ପାର୍ବତୀଙ୍କ ପାଖରେ ପହଞ୍ଚିଲେ। ମାନେ ବଟୁ ବେଶକୁ ଧରିଲେ, ହଁ ଚିତା ଚୈତନ୍ୟ କଲେ, ହଁ ପଇତା ପକେଇଲେ, ହଁ ଆ ପିନ୍ଧିକି ଯାଇକି ଛିଡା ହେଲେ। ଭଗବାନ ଶିବଙ୍କର ନିନ୍ଦା ଗୁଡାକ ଖାଲି କଲେ ଆଜ୍ଞା ଭଗବାନ ଶିବ। ପାର୍ବତୀ ହଁ ତମେ କାହିଁକି ଏତେ କଷ୍ଟ କରୁଛ? ହଁ ସେଇ ତ ଶିବ ଦେବଦେବ ମଙ୍ଗଳମୟ ଶିବ ହେଇପାରନ୍ତି, ତାଙ୍କର ତ 22 ଗୁଣ୍ଠରୁ 23 ଗୁଣ୍ଠୁ ନାହିଁ, ତାଙ୍କର ତ ଗୋଟେ ହିରୋ ହୋଣ୍ଡା ନାହିଁ କି କାର ନାହିଁ, ହଁ ବୁଢୀ ଷଣ୍ଢୁଟିଏ ଘଣ୍ଟାକେ 2.5 କିଲୋମିଟର। ଆଚ୍ଛା ତମେ କୋଉ ସୁଖ ପାଇବ? ହଁ। ତମେ ଜଣେ ରାଜକନ୍ୟା ହୋଇ ହଁ ଏଇ ଦେବଦେବ ମଙ୍ଗଳମୟ ଶିବ ତାଙ୍କ ବିନା ମୁଁ ବଞ୍ଚି ପାରିବିନି। ପରେ কথଂ ତୁତେ করে মামুদ বিবাহ কৌতিক করণে বড় বলিয়ত কৃতা সহিষ্ণুতে প্রথমাবলম্বন। মোর বিচার হচ্ছে পথর উপর গার সদৃশ, তেণু ମୁଁ ପର୍ବତରୁ ଜନ୍ମ ଲାଭ କରିଛେ, ମୋର ବିଚାର ପଥର ଗାର ସଦୃଶ, ମୁଁ କେବେ ହେଲେ ମୋ ବିଚାର ପ୍ରତି ବିରତ ହେବି ନାହିଁ। ଆପଣ ଶିବଙ୍କର ନିନ୍ଦାକୁ ମୋ ଆଗରେ ପ୍ରକାଶ କରନ୍ତୁ ନାହିଁ। ପାର୍ବତୀ ପଣ୍ଡିତେ ପାଦ ଗତି କରି ଯେତେବେଳେ ବୃକ୍ଷର ବଳକଳକୁ ଶାଢୀ କରି ପିନ୍ଧି ତପସ୍ୟା କରୁଥିଲେ, ଆଜ୍ଞା ଭଗବାନ ଶିବଙ୍କର ନିନ୍ଦାକୁ ନ ସହି ପାରି ଯେତେବେଳେ ଆଗକୁ ଦିପାଦ ପକେଇଲା ବେଳକୁ ମାଙ୍କର ବକ୍ଷଜ ଭିତରୁ ବା ବକ୍ଷରୁ ଏ ବୃକ୍ଷର ବଳକଳ ଦୁଇଟି ତଳେ ମାନେ ଭୂମିଷ୍ଠ ହେଇଗଲା। ଲଜ୍ଜାଶୀଳା ମା ପଣ୍ଡିତେ ଉପସ୍ଥିତ ହୋଇ ଠିଆ ହେଲା ବେଳେ ଭଗବାନ ସ୍ୱତନ୍ତ୍ର ରୂପକୁ ଆଜ୍ଞା ପ୍ରକାଶ କଲେ। ଦେଖ ଦେଖ ପାର୍ବତୀ, ଦେଖ ମୁଁ ନିଜେ ମୁଁ ବଟୁକ ନୁହଁ କି ବ୍ରାହ୍ମଣ ନୁହଁ, ମୁଁ ତମେ ଯାହାକୁ ତପସ୍ୟା କରୁଛ ମୁଁ ହଉଛି ନିଜେ ବଗା ବର୍ଣ୍ଣବାଳା ସ୍ୱାମୀ। ତାହେଲେ ପିଲାମାନ ଯେତେବେଳେ ମା ପଣ୍ଡିତ ମଣ୍ଡଳୀ ଦକ୍ଷ ଯଜ୍ଞକୁଣ୍ଡ ମଧ୍ୟରେ ଏମିତି ଯୋଗ ବିଶିଷ୍ଟ ହୋଇ ଦେହ ତ୍ୟାଗ କରିଥିଲେ ପାର୍ବତୀ ରୂପରେ, ପରବର୍ତ୍ତୀ ମୁହୂର୍ତ୍ତରେ ମା ପଣ୍ଡିତ ମଣ୍ଡଳୀ ଇଏ ମେନାଙ୍କର ଗର୍ଭରୁ ପ୍ରକଟ ହୋଇଥିଲେ। ଭଗବାନ ରାମ ତାଙ୍କୁ ବର ଦେଇଥିବାରୁ
ପରବର୍ତ୍ତୀ ମୁହୂର୍ତ୍ତରେ ଶିବ ଆଉ ପାର୍ବତୀଙ୍କର ମିଳନ ହେଲା। ଜନ୍ମ ହୋଇଥିଲେ ପଣ୍ଡିତ କାର୍ତ୍ତିକେୟ, ଯାହାଙ୍କର ପ୍ରକୋପ ଦ୍ୱାରା ଦୈତ୍ୟବତୀ ତାରକାସୁର ବିନାଶ ହୋଇଥିଲା। କାର୍ତ୍ତିକଙ୍କର ପୂଜା ଗଲା, କାର୍ତ୍ତିକ ପୂର୍ଣ୍ଣମୀ ହେଇଗଲା। କାର୍ତ୍ତିକ ମାସରେ ଯାହାକି ପୂଜା କଲେ ଗାଁ ବାଲା ସବୁ ମେଳ ହେଇକି, ସେଇଥିପାଇଁ କେବଳ ଦକ୍ଷଙ୍କର ପଣ୍ଡିତ 60 କନ୍ୟା, କନିଷ୍ଠ କନ୍ୟା ହେଲେ ସତୀ। ଆଉ ଯେତେ ପ୍ରମାଣ ଭଉଣୀ ମୋର ଦେଇଥିଲେ, ଇଏ ପ୍ରମାଣ ଭିତର ମଧ୍ୟରୁ 60 କନ୍ୟା ହଉଛି ଆପଣଙ୍କର ପରମ ଶାସ୍ତ୍ର ଭାଗବତ ଆଉ ସଂସ୍କୃତ ଭାଗବତ, ୟାକୁ କାଟି ହବନି। ଇଏ ଅମ୍ବିକା ବିଳାସ କାଟି ହେଇ ପାରନ୍ତି ଜଗନ୍ନାଥ ବଳଦେନା। ତେଣୁକରି ଆଜ୍ଞା ଏମାନଙ୍କର ପ୍ରମାଣ ସତ୍ୟ। 60 କନ୍ୟା ଦକ୍ଷଙ୍କର, କନିଷ୍ଠା କନ୍ୟା ହେଲେ ସତୀ, 27 କନ୍ୟା ବାହା ହେଲେ ଆଜ୍ଞା ଚନ୍ଦ୍ର, 13 କନ୍ୟା ବିବାହ କଲେ କଶ୍ୟପ। ଏମିତି ଆଜ୍ଞା କ୍ରମ ଅନୁସାରେ କନିଷ୍ଠା କନ୍ୟାକୁ ବିବାହ କରିଥିଲେ ଭଗବାନ ଶିବ। ଏଇଟା ହଉଛି ଆଜ୍ଞା ଉତ୍ତର। ଆଉ ଭଉଣୀ ମୋର ପ୍ରଶ୍ନ କରିଥିଲେ କଣ, ଯେ 4 ଯୁଗରେ ବିଧବା କିଏ? 4 ଜଣ। ସତ୍ୟରେ ତ ଧୂମାବତୀ, ବୃନ୍ଦାବତୀ, ସତ୍ୟରେ ବୃନ୍ଦାବତୀ, ଧୂମାବତୀ କି ଆଜ୍ଞା ବିଧବା ବୋଲି କହିଥିଲେ। ତେଣୁ ଆଜ୍ଞା ତ୍ରେତୟାରେ କିଏ କହିଲୁ? ତ୍ରେତୟାରେ କିଏ? ମନ୍ଥରା ନା, ତ୍ରେତୟା ଦ୍ୱାପର କଳି, ଇଏ 4 ଯୁଗରେ 4 ବିଧବା ଅଛନ୍ତି। ଧୂମାବତୀଙ୍କର ଅନ୍ୟ ନାଁ ବିଧବା ରୂପଟା ଥିଲା, କିନ୍ତୁ 4 ଯୁଗରେ ବିଧବାଙ୍କର ପଣ୍ଡିତ ଗୁରୁତ୍ୱ ଅଛି। କିନ୍ତୁ ପ୍ରଥମ ସତ୍ୟ ଯୁଗରେ ବିଧବା କାହାକୁ କୁହାଯିବ? ବୃନ୍ଦାବତୀ କି ବିଧବା କୁହାଯିବ ନାହିଁ। କାହିଁ କୁହାଯିବନି? ସେ ସତୀ ଆଜ୍ଞା ତୁଳସୀ, ତାଙ୍କୁ ସତୀ ତୋର ଆଖ୍ୟାନ ଦିଆଯାଇଛି। ତୁଳସୀ ବୃନ୍ଦାବତୀ ଭଗବାନ ନାରାୟଣ ତାଙ୍କ ସତୀତ୍ୱକୁ ହରଣ କଲେ ବୋଲି ତାଙ୍କୁ ମୁଣ୍ଡରେ ଧାରଣ କଲେ, ପଶ୍ଚାତାପ କରିବା ପାଇଁ ତାଙ୍କୁ ନିଜର ପତ୍ନୀ କରିଦେଲେ। ତେଣୁ ଆଜ୍ଞା ବୃନ୍ଦାବତୀ କି କେବେ ବିଧବା କୁହାଯାଇ ପାରିବନି। ସତ୍ୟ ଯୁଗରେ, ତ୍ରେତୟା ଯୁଗରେ, ଦ୍ୱାପର ଯୁଗରେ, କଳି ଯୁଗରେ 4 ବିଧବା। ଭଉଣୀ ଆମର କହିଥିଲେ ରୁକ୍ମିଣୀ କି କହିବନି, କିନ୍ତୁ ଆଜ୍ଞା 4 ବିଧବା ଭଉଣୀ କିଏ ସେ ତମେ ଏ କଥା ଜାଣିଛ? କିନ୍ତୁ ପ୍ରଥମ ସତ୍ୟ ଯୁଗରେ ବିଧବା ଆଜ୍ଞା କିଏ ସେ? ନା ଧୂମାବତୀ କି ବିଧବା କୁହାଯିବ। କାହିଁକି କୁହାଯିବ? ନା ଧୂମାବତୀଙ୍କର ଗୋଟିଏ ରୂପ ବିଧବା ରୂପ। ଯେତେବେଳେ ଭଗବାନ ଶିବଙ୍କର ପଣ୍ଡିତ ଆଜ୍ଞା ଇଏ 10 ମହାବିଦ୍ୟା ଭିତରେ ଧୂମାବତୀଙ୍କର ଗୋଟାଏ ସ୍ଥାନ ଅଛି। ମାଙ୍କର ପଣ୍ଡିତ ପ୍ରଥମେ ବିଧବା ରୂପକୁ ବା ସତ୍ୟ ଯୁଗରେ ବିଧବା ରୂପକୁ ଧରିଥିଲେ ମା ପାର୍ବତୀ। ପାର୍ବତୀଙ୍କର ଅନେକ ରୂପ ଅଛି ଆଜ୍ଞା, ଯାହାକୁ ଆପଣ ମାନଙ୍କର କେତେ କବି କେତେ ପ୍ରକାର ଭାବରେ ଲେଖିଛନ୍ତି। ଗୋଟିଏ ପଦ ଆପଣ ମାନଙ୍କର କବି ଲେଖିଲେ, ପ୍ରଥମରେ ଦୁର୍ଗା ରୂପ, ଦ୍ୱିତୀୟରେ ଉମା, ଅନନ୍ତ ନାମଧର ଅପାର ମହିମା, ତୃତୀୟ କାତେନ, ଚତୁର୍ଥେ ନାରାୟଣ, ପଞ୍ଚମ ହୋଇଲ ଶିବର ଘରଣୀ, ଷଷ୍ଠରେ କୌମାରୀ, ସପ୍ତମେ କାଳିକା, ଅଷ୍ଟମରେ ଜୟଚଣ୍ଡୀ, ନବମେ ଅମ୍ବିକା, ଦଶମେ ବ୍ରାହ୍ମଣୀ, ଏକାଦଶରେ ପାର୍ବତୀ, ଦ୍ୱାଦଶରେ ଯୋଗିନୀ, ତ୍ରୟୋଦଶେ ଭଗବତୀ, ଚତୁର୍ଦଶ ତ୍ରିପୁରା, ପଞ୍ଚଦଶେ ମଙ୍ଗଳା, ଷୋଡ଼ଶେ କୌମାରୀ ସ୍ୱରୂପେ ଅବଳା, ସତ୍ୟ ସପ୍ତ ଦଶା ଅଷ୍ଟାଦଶରେ ବାହାରାହି, ସହସ୍ର ତ ନାମତର ଅଟେ ମହାମାଇ। ମାର ପଣ୍ଡିତ ଅନେକ ନାମ ଅଛି। ତେଣୁ ଯେମିତି ନାମକୁ ଯିଏ ଧରିଲା, ଯେମିତି ନାମକୁ ଯିଏ ଗାଇଲା, ସେମିତି ଭାବରେ ପଣ୍ଡିତେ ତାକୁ ରୂପାନ୍ତରିତ କରିକି ଲେଖିଦେଲା। ତେଣୁ ମାର ପଣ୍ଡିତେ ମହିମା ହଉଛି ଅବର୍ଣ୍ଣନୀୟ। ଏ ହଉଛି ଆପଣ ମାନଙ୍କର ଦକ୍ଷ ଯଜ୍ଞ ପରି ସମାପ୍ତି ମଧ୍ୟରେ ଭଉଣୀ ମୋର ଗାଇକି ଯାଇଥିଲେ। ଆଉ ଦ୍ୱିତୀୟ ଥାକରେ ଶୀତର ପ୍ରକୋପ ରାତ୍ର ମଧ୍ୟରେ ହୁଏତ ପଣ୍ଡିତ ମାନଙ୍କର ସଂଖ୍ୟା ଧୀରେ ଧୀରେ କମିଗଲା। ତଥାପି ଆମ ମାନଙ୍କର ସ୍ୱରୂପରେ ଯେତିକି ଆପଣ ମାନଙ୍କ ଆଗରେ ସିଏ ତ ମାନେ ଦକ୍ଷ ଯଜ୍ଞ କରିକି ତାଙ୍କର ସେ ପଦ ଗାଇକି ପଳେଇଲେ। ଆମ ପାଇଁ କୁମାର ସମ୍ଭବ କାବ୍ୟ ରହିଲା। ଇଏ ତ ଖାଲି ଶ୍ଲୋକ, ଆଉ କେହି ନଥିଲେ ସିଏ ତ ଶୁଣିଏ ନା।